ଅଧରାତିରେ ଯୁବକକୁ ଅତର୍କିତ ମରଣାତ୍ମକ ଆକ୍ରମଣ। ଆସିକା ଥାନା ସିଦ୍ଧନାଇ ପଞ୍ଚାୟତ ଗବନଳା ଗ୍ରାମକୁ ରାତ୍ର 9ଟାରେ ସାଗର ଗୌଡ଼ ଯିବାବେଳେ ଗବନଳା ଗ୍ରାମ ନିକଟ ଚତରା ନାଳ ପାଖରେ କିଛି ଯୁବକ ଆସି ସାଗର ଗୌଡ଼କୁ ଠେଙ୍ଗା, ବାଡ଼ି ଓ ଚାକୁ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ପରେ ଯୁବକ ଜଣକ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ସିଦ୍ଧନାଇ ଗ୍ରାମକୁ ଦୌଡ଼ି ଦୌଡ଼ି ପଳାଇଥିଲେ। ଯୁବକ ଜଣକୁ ଗ୍ରାମ ଲୋକଙ୍କ ସହାୟତାରେ ଆସିକା ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ସାଗରଙ୍କର ସ୍ୱାସ୍ଥ୍ୟ ବିଷୟ ବୁଝାସୁଝା କରି ଚିକିତ୍ସା କରିଥିଲେ। ବର୍ତ୍ତମାନ ଯୁବକର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରୁ ଶିପ୍ରା ପଟ୍ଟନାୟକଙ୍କ ରିପୋର୍ଟ, ଚତୁର୍ଥ ସ୍ତମ୍ଭ ନ୍ୟୁଜ୍। ମୋ ନାଁ ସାଗର ଗୌଡ଼। ମୁଁ ବାଟରେ ଯାଉଥିଲି, ମୋତେ ଗୁଣ୍ଡା ଲଗାଇ ବାଡ଼େଇଛନ୍ତି। ମୁଁ ଯାଉଥିଲି ରତନ ମୋ ସାଙ୍ଗ ପିଲାଟାକୁ ଆଣିବାକୁ, ତ ମୋର ଗାଡ଼ି ଚାଲିଛି, କଲେକ୍ସନ୍ ବି ସେଇଠୁ କରି ଆସିଥିଲି। 7-8 ଜଣ ସେ ଜଗେଇ ବାଡ଼େଇଛନ୍ତି। ବାଇକ୍ରେ ଠେଙ୍ଗାରେ ବାଡ଼େଇଛନ୍ତି, ପଥର ଛାଡ଼ିଛନ୍ତି, ଚାକୁ ବି ମାରିଛନ୍ତି। ମୋ ଜ୍ୟାକେଟ୍ ବି ଦେଖନ୍ତୁ ପୁରା ଫାଟିଯାଇଛି। ଗବନଳା ମଇଁ ଦୁଇରେ ଆସିକି ମୋ ସାଙ୍ଗ ପିଲାଟା ଫୋନ୍ କଲା ମୋତେ ଆସିକି ନେବୁ ବୋଲି। ମୁଁ ସେଇଠି ଯିବା ଭିତରେ ମୋତେ ଇଏ କରିଛନ୍ତି, ମାନେ ବାଡ଼େଇଛନ୍ତି। ହାତଟା ମାଡ଼ ଫୁଲି ଯାଇଛି, ଆଉ ଏଠି ଛୁରୀ ମାରୁଛନ୍ତି।